10 ବିଭାଜ୍ୟତା ନିୟମ ଯଦି ସଂଖ୍ୟାର ଶେଷ ଅଙ୍କ 0 ଥାଏ ତାହେଲେ ସିଏ 10 ଦ୍ୱାରା ଭାଗ ହବ। ଯେମିତି 950 ତାହେଲେ ଶେଷ ଅଙ୍କ 0 ଅଛି ତାହେଲେ 10 ଦ୍ୱାରା ଭାଗ ହବ। 11ର ବିଭାଜ୍ୟତା ନିୟମ। 11ର ବିଭାଜ୍ୟତା ନିୟମ ହେଲା ଯଦି ଆମେ ସଂଖ୍ୟାର ଗୋଟେ ପରେ ଗୋଟେ ଅଙ୍କକୁ ଆମେ ମିଶେଇବା ଆଉ ଉଭୟର ମିଶାଣ ଫଳକୁ ଆମେ ବିୟୋଗ କରିବା ତାହେଲେ ଆମର ଯଦି ବିୟୋଗ ଫଳ 11 ଦ୍ୱାରା ଭାଗ ହଉଥିବ ତାହେଲେ ପୁରା ସଂଖ୍ୟା ଭାଗ ହେଇଯିବ। ଯେମିତିକି ଆମର ଏକ୍ଜାମ୍ପଲ ଦିଆହେଇଛି ଦେଖ 42,570 ଯଦି ଆମେ ନେବା ତାହେଲେ ଗୋଟେ ପରେ ଗୋଟେ ଅଙ୍କ କିଏ 4 5 0 ମିଶାଉ 4 5 ଆଉ 0 ହେଲା ଆମର 9 ଆଉ ରହିଲା କେତେ 2 7 2 7 ୟାକୁ ମିଶେଇଲେ 9 9 ଆଉ 9 କୁ ଆମେ ମାଇନସ୍ କରିବା 0 ହବ ତାହେଲେ 0 ଆମର 11 ଦ୍ୱାରା ଭାଗ ହବ ତାହେଲେ ପୁରା ସଂଖ୍ୟା 11 ଦ୍ୱାରା ଭାଗ ହବ। ସେମିତି ଆମର ହେଲା 10,417 ଗୋଟେ ପରେ ଗୋଟେ ଅଙ୍କକୁ ମିଶାଉ ତାହେଲେ 1 + 4 + 7 ତାହେଲେ ହେଲା 12 12ରୁ 0 + 1 0 + 1 ହେଲା 1 ମାଇନସ୍ କର ତାହେଲେ ହେଲା 11 ତାହେଲେ ପୁରା ସଂଖ୍ୟା 11 ଦ୍ୱାରା ଭାଗ ହବ। 12ର ବିଭାଜ୍ୟତା ନିୟମ। 12ର ବିଭାଜ୍ୟତା ନିୟମ ହେଲା ଯଦି ସଂଖ୍ୟାଟି 3 ଆଉ 4 ଉଭୟ ଦ୍ୱାରା ଭାଗ ହଉଥାଏ ତାହେଲେ ସିଏ 12 ଦ୍ୱାରା ଭାଗ ହବ। ଯେମିତି ହେଲା 936 ଦେଖ 3 ଦ୍ୱାରା ଭାଗ ହବା ପାଇଁ ଆମର 9 + 3 + 6 18 3ରେ ଭାଗ ହବ ତାହେଲେ ପୁରା ସଂଖ୍ୟା 3ରେ ଭାଗ ହବ। ଏଇ ସଂଖ୍ୟା 4ରେ ଭାଗ ହେବା ପାଇଁ ଶେଷ ଦୁଇ ଅଙ୍କ ଯଦି 4ରେ ଭାଗ ହଉଛି ତାହେଲେ ପୁରା ସଂଖ୍ୟା 4ରେ ଭାଗ ହବ ତାହେଲେ ଆମର ସଂଖ୍ୟାଟି 12 ଦ୍ୱାରା ଭାଗ ହବ। 3 ଆଉ 4 ଉଭୟ ଦ୍ୱାରା ଭାଗ ହଉଥିବା ଦରକାର। ତାହେଲେ ଆମର ନେକ୍ସଟ ରହିଲା 13ର ବିଭାଜ୍ୟତା ନିୟମ। 13ର ବିଭାଜ୍ୟତା ନିୟମ ହେଲା ଶେଷ ଅଙ୍କକୁ 4ରେ ଗୁଣି ବାକି ସଂଖ୍ୟାରେ ଯୋଗ କରିବା। ତାହେଲେ ଯେମିତି ହେଲା 1911 ଶେଷ ଅଙ୍କ ହେଲା 1 1 କୁ ଗୁଣନ କରିବା 4ରେ ଗୁଣନ କରିବା ତାହେଲେ ହେବ 4 ତାହେଲେ ତାକୁ ମିଶେଇବା ବାକି ଅଙ୍କରେ ବାକି ସଂଖ୍ୟାରେ ତାହେଲେ 195 ରହିଲା ଶେଷ ଅଙ୍କ 5 5 କୁ ଗୁଣନ କରିବା 4ରେ ହେବ 20 20କୁ ମିଶେଇବା ବାକି ସଂଖ୍ୟାରେ ତାହେଲେ ହେବ 39 39 ଆମର 13 ଦ୍ୱାରା ଭାଗ ହବ ତାହେଲେ ପୁରା ସଂଖ୍ୟାଟି 13 ଦ୍ୱାରା ଭାଗ ହବ।